ହୁଁ ସାଂଖ୍ୟର ଅର୍ଥ ହେଲା, ଧ୍ୟାନରେ ଶୁଣନ୍ତୁ, ହୁଁ ଯାହା ଦ୍ୱାରା ମୁଁ କିଏ ଏହା ବିନୀତ ହୋଇଯାଏ ହୁଁ ତାହା ହିଁ ହୁଁ ସାଂଖ୍ୟ। ହୁଁ ହୁଁ ସାଂଖ୍ୟର ଅର୍ଥ ହେଲା, ହୁଁ ଶ୍ରୀମଦ୍ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗ। ଇଏ ସାଂଖ୍ୟର ଅର୍ଥ ହେଲା, ହୁଁ ଯାହା ଦ୍ୱାରା ମୁଁ ହୁଁ କିଏ ଏହା ହୁଁ ବିଦିତ ହୋଇଯାଏ ହୁଁ ତାହା ହିଁ ସାଂଖ୍ୟ। ସାଂଖ୍ୟ। ହୁଁ ମୁଁ ଶବ୍ଦ ଅର୍ଥ ମୁଁ ନୁହେଁ, ଏହା ଦେହ ମଧ୍ୟ ନୁହେଁ। ହୁଁ ଏହି ଦେହ ଭିତରେ ସେ ଦେହି। ଚିତ୍ ଚିତ୍ ସ୍ୱରୂପରେ ଅଛି। ହୁଁ ପ୍ରକୃତରେ ସେ ହିଁ ମୁଁ। ହୁଁ ଏହି ଦେହର ଅସ୍ତିତ୍ୱ ନିର୍ଭର କରେ ଅଜପା ସ୍ୱରୂପ ଉପରେ, ଅର୍ଥାତ୍ ଶ୍ୱାସ ପ୍ରଶ୍ୱାସର କର୍ମ ଉପରେ ନିର୍ଭର କରି ସେହି ଶ୍ୱାସ ପ୍ରଶ୍ୱାସର ଉଚିତ କର୍ମ କରିପାରିଲେ ବାସ୍ତବିକ ସତ୍ୟ ମୁଁ କୁ ବୁଝି ହୁଏ। ଏହି କର୍ମ ଦ୍ୱାରା କର୍ମର ଅତୀତ ଅବସ୍ଥାରେ ଜ୍ଞାନର ଅବସ୍ଥା ଲାଭ ହେଲେ ମୁଁ କିଏ ଏହା ଜଣାପଡେ। ଏହା ହିଁ ସାଂଖ୍ୟ। ଉକ୍ତ କର୍ମର ଅତୀତ ଅବସ୍ଥାରେ ଅଜପାରୁ ସାଂଖ୍ୟର ଅର୍ଥାତ୍ ସାଂଖ୍ୟର ସ୍ଥିତି ହୋଇଥାଏ। ସାଂଖ୍ୟ ବା ସଂଖ୍ୟା କାଳନ, ସଂଖ୍ୟାର ଆକଳନ ନିକଟରୁ ଆରମ୍ଭ ହୋଇଅଛି। ସାଂଖ୍ୟ କାଳ, ସାଂଖ୍ୟ କାଳରୁ, ସାଂଖ୍ୟ କାଳ ନିକଟରୁ ସାଂଖ୍ୟ ଆରମ୍ଭ ହୋଇଅଛି। କାଳ ଅନନ୍ତ, ତାହାର ସଂଖ୍ୟା ନାହିଁ। କିନ୍ତୁ ସେହି କାଳ ଘଟସ୍ଥ ହୋଇ ଅର୍ଥାତ୍ ଦେହସ୍ଥ ହୋଇ ଅଜପା ରୂପେ ସାଂଖ୍ୟରେ ପରିଣତ ହୋଇଅଛି ଏବଂ ଏହି ସାଂଖ୍ୟ ଦେହ ମଧ୍ୟରେ ଦିବାରାତ୍ର 21,600 ଥର ହୋଇଥାଏ। ଏହି ଅଜପା ରୂପ ଅବସ୍ଥା ହିଁ ଦେହର ବା ଜୀବର ବର୍ତ୍ତମାନ ଅବସ୍ଥା। ଏହି ସାଂଖ୍ୟ ପ୍ରତି ଜୀବର ଲକ୍ଷ୍ୟ ନାହିଁ। ଜୀବ କେବଳ ଏହାରି ଅବସ୍ଥାରେ ମୁଗ୍ଧ ହୋଇ ମାୟା ଜଡ଼ିତ ହୋଇଛି। ଏହି ଅଜପା ରୂପୀ ସାଂଖ୍ୟ ପ୍ରତି ଲକ୍ଷ୍ୟ କଲେ ଏହାର ଅତୀତାବସ୍ଥା ଲାଭ କରି ପ୍ରକୃତ ମୁଁ କିଏ ବିଦିତ ହୋଇଥାଏ। ଉକ୍ତ ସାଂଖ୍ୟ ପ୍ରତି ଲକ୍ଷ୍ୟ କରି ପ୍ରାଣର ଗତିର ରକ୍ଷା କରୁ କରୁ ଏହି ଗତିର ଅତୀତାବସ୍ଥାରେ ଜ୍ଞାନାବସ୍ଥା ଲାଭ ହୋଇ ମନ ସ୍ଥିର ହୋଇଯାଏ। ଏହା ହିଁ ଜ୍ଞାନ ଯୋଗ ଦ୍ୱାରା ସାଂଖ୍ୟ ମାନଙ୍କର ସ୍ଥିତି। କର୍ମ ଯୋଗ ଦ୍ୱାରା ଯୋଗୀଙ୍କ ସ୍ଥିତି। କର୍ମ ଅର୍ଥାତ ପ୍ରାଣ କର୍ମ, ପ୍ରାଣର ଊର୍ଧ୍ୱ ଗତିର କ୍ରିୟା ରୂପ ଆତ୍ମକର୍ମ। ଯେଉଁମାନେ ଯୋଗୀ ସେମାନେ ଏହି କର୍ମ କରୁ କରୁ ମିଳନ ରୂପୀ ଇଳା ଓ ପିଙ୍ଗଳାର ଗତି ଏକ ହୋଇଯାଏ ଏବଂ ସୁଷୁମ୍ନା ମାର୍ଗରେ ଲୟ ହୋଇ କର୍ମର ଅତୀତାବସ୍ଥାରେ ମନର ସ୍ଥିତି ହୋଇଯାଏ। ଏହା ହିଁ କର୍ମ ଯୋଗ ଦ୍ୱାରା ଯୋଗୀ ମାନଙ୍କର ସ୍ଥିତି। ନ କର୍ମାଣି ମନାରମ୍ଭାତ୍ ନଷ୍ଟମ୍ୟଂ ପୁରୁଷାଶ୍ରୟେତ ନ ସନ୍ନ୍ୟାସନା ଦେବ ସିଦ୍ଧଂ ସମଦ୍ଧି ଗଚ୍ଛତି। ତୃତୀୟ ଅଧ୍ୟାୟର 4 ନମ୍ବର ଶ୍ଲୋକ। ସାଂଖ୍ୟ କଣ? ଗୀତାର ମଣିଷରେ କୁହାଗଲା ବସ୍ତୁ କିମ୍ବା ପଦାର୍ଥର ତତ୍ତ୍ୱ ନିରୂପଣ କରାଯିବାକୁ ସାଂଖ୍ୟ କୁହାଯାଏ। ଅର୍ଥାତ୍ ଯାହା ଦ୍ୱାରା ବସ୍ତୁର ତତ୍ତ୍ୱ ବା ପରିମାଣ ନିରୂପଣ କରାଯାଏ ତାହାର ନାମ ସାଂଖ୍ୟ। ବିଶ୍ୱ 25 ଗୋଟି ତତ୍ତ୍ୱର ସମଷ୍ଟି ଅଟେ। ଏହି ସମଷ୍ଟି ଜ୍ଞାନ ସାଂଖ୍ୟ ଶବ୍ଦ ଦ୍ୱାରା ଜ୍ଞାନକୁ ବୁଝାଏ। ଯୋଗ ଗୋଟିକ ସହିତ
ଅନ୍ୟ ଗୋଟିକୁ ସଂଯୋଗ କଲେ ଯେଉଁ ତଦାକାର ମିଳେ ତାହାର ନାମ ଯୋଗ ଅଟେ। ୟାକୁ ଆକଳନ କରାଯିବାଟା ହେଉଛି ସାଂଖ୍ୟ। ବୁଝିଲେ? ତେଣୁ ଆତ୍ମଜ୍ଞାନକୁ ସାଂଖ୍ୟ କୁହାଯାଏ। କାହିଁକି ନା ସାଂଖ୍ୟ କାଳ ଅର୍ଥ ଅନନ୍ତ, ଅନନ୍ତର ଗୋଟେ କାଳ ଅର୍ଥ ଘଟାନ୍ତର। ଘଟାନ୍ତର ମାନେ ଗୋଟେ ଦେହ। ଆପଣଙ୍କ ଦେହର ବୟସ ବର୍ତ୍ତମାନ 70, ମୋର ଧର ବୟସ 58, 59 ଚାଲିବ। ତା ମାନେ ଇଏ ଦେହର ବୟସ, ଇଏ ଘଟାନ୍ତର ଘଟର ବୟସ। ଇଏ ଘଟ ଭିତରେ ଯିଏ ରୀତିମତ ଚାଲୁଛି ତାର ସାଂଖ୍ୟ ଆମେ ଘଟରୁ କରିପାରିବୁ, କିନ୍ତୁ ଘଟାନ୍ତର ପୂର୍ବରୁ ଯୋଉ ଅତୀତାବସ୍ଥା ତାକୁ କରିପାରିବୁ ନାହିଁ। ତେଣୁ ଆମେ କୋଉଠୁ ସାଂଖ୍ୟ ବାହାର କଲୁ ନା ଏ ଦେହ ଭିତରେ ଯୋଉ ପ୍ରାଣ ସତ୍ତା ଦିନକୁ 21,600 ଥର ଚାଲେ, ଏଇଟା ଆମେ କରିକି ଜାଣିଛୁ ନା ଏଇଟା ଶୁଣିଛୁ? 21,600 ଥର ପ୍ରାଣ ଆମ ଭିତରେ 24 ଘଣ୍ଟାରେ ଚାଲୁଛି। ଏଇଟା ଆମେ କେମିତି ଜାଣିଲେ? ଆମେ କେମିତି ଜାଣିଲେ? ଆମେ କଣ ପ୍ରକୃତରେ 21,600 ଥର ଦିନରେ ଚାଲୁଛି ବୋଲି ଜଗିକି ଉଜାଗର ହେଇ ଗଣିଛେ କି? ତେବେ ଯିଏ ଗଣିଛି ସେ କିଏ? କେଡେ ବଡ ସାଧକ? ଆମକୁ କଣ ଦାୟିତ୍ୱ ଦିଆହେଇଛି? ଆମକୁ ଦାୟିତ୍ୱ ଦିଆହେଇଛି ତୁମ ଭିତରେ ଯାହା ଘଟୁଛି ସେ ଘଟଣାଟି କଣ ନା ପ୍ରାଣ ପ୍ରବେଶ କରୁଛି ଏବଂ ପ୍ରସ୍ଥାନ କରୁଛି। ଏବଂ ଏ ପ୍ରସ୍ଥାନ ପ୍ରବେଶ ଶୋଇଲେ ବି ହେଉଛି, ଚେତା ଶୂନ୍ୟ ହେଲେ ବି ହେଉଛି, କୋମାକୁ ଗଲେ ବି ହେଉଛି। ତାକୁ କରୁଛି କିଏ? ଏବଂ ଯିଏ କରୁଛି ସେ ତ ଅନାଦି କାଳରୁ କରୁଛି। ଯେବେଠାରୁ ଆପଣ ଭୂମିଷ୍ଠ ହେଲେ, ଯଦି ସେତେବେଳେ ଜ୍ଞାନ ନଥିଲା, ଏବେ ଯଦି ଗୁରୁ ଜ୍ଞାନ ପାଇଲେ, ଗୁରୁ ଜ୍ଞାନ ପାଇଲା ପରେ ଆପଣ ସାଂଖ୍ୟ କଲେ କି ନା ଭୁଲିଗଲେ? ତାହେଲେ କଣ ଆପଣ ଗଣୁଛନ୍ତି? ଟଙ୍କା। କଣ ଗଣୁଛନ୍ତି? ଘରର ବଖରା। କଣ ଗଣୁଛନ୍ତି? ମୋର ପୁଅ 2, ଝିଅ 2, ପୁଅ ଝିଅ। କଣ ଗଣୁଛନ୍ତି? ନାତି ନାତୁଣୀ। କଣ ଗଣୁଛନ୍ତି? ଭୋଟ। କଣ ଗଣୁଛନ୍ତି? ଜନ। ଆପଣ କିନ୍ତୁ ସାଂଖ୍ୟ ନିଜ ଭିତରେ ଯୋଉ ଗଣନା ରୀତିମତ ଚାଲୁଛି, ଯାହା ଯୋଗୁ ଆପଣ ବଞ୍ଚୁଛନ୍ତି, ମୁଁ ବଞ୍ଚୁଛି, ଏ ଜଗତ ବଞ୍ଚିଛି। ଯିଏ ଏଇଟା ରୀତିମତ ହେଉଛି ଉଦୟସ୍ତ, ତାକୁ ଆମେ ଧରିନାହୁଁ। ସେ ହେଉଛନ୍ତି ପରମାତ୍ମା। ଆମ ଭିତରେ ପଶନ୍ତି ଏବଂ ପ୍ରସ୍ଥାନ ହୁଅନ୍ତି ସେ ପରମ ବ୍ରହ୍ମ, ଏବଂ ତାଙ୍କୁ ଆକଳନ କରିବାକୁ କୁହାଯାଏ ସାଂଖ୍ୟ।